Let another praise you by looking at your work, by looking at your talent, by looking at your skill, the proponent, the ability, the skill that is within you, not your own lips. Foolish always praise himself, not a wise. This is what the Bible says, Proverbs chapter 27:2. It clearly says, let another praise you, not your own lips. ଆପଣମାନଙ୍କ କାମକୁ ଦେଖିକି, ଟ୍ୟାଲେଣ୍ଟକୁ ଦେଖିକି, ଦକ୍ଷତାକୁ ଦେଖିକି ଅନ୍ୟ ଲୋକମାନେ ପ୍ରଶଂସା କରନ୍ତୁ, କିନ୍ତୁ ନିଜ ମୁଖ ନାହିଁ, ନିଜେ ପ୍ରଶଂସା କରନ୍ତୁ ନାହିଁ ନିଜର ଟ୍ୟାଲେଣ୍ଟକୁ। ମୂର୍ଖମାନେ ନିଜକୁ ପ୍ରଶଂସା କରନ୍ତି, ନିଜର କାମକୁ ପ୍ରଶଂସା କରନ୍ତି, ନିଜର ଜ୍ଞାନକୁ ପ୍ରଶଂସା, ନିଜ ବିଷୟରେ ପ୍ରଶଂସା କରନ୍ତି, କିନ୍ତୁ ଜ୍ଞାନୀ ମଣିଷ, ବୁଦ୍ଧିମାନ ମଣିଷ କେବେ ନିଜକୁ ପ୍ରଶଂସା କରେ ନାହିଁ। ଏହି ସତ୍ୟ କଥାକୁ ଜାଣି ରଖନ୍ତୁ। ଏହା ବାଇବେଲ କହୁଛି, ହିତୋପଦେଶ 27:2 କହୁଛି, ଅନ୍ୟ ଲୋକମାନେ ପ୍ରଶଂସା କରନ୍ତୁ, କିନ୍ତୁ ଆପଣମାନଙ୍କର ନିଜ ମୁଖ ନାହିଁ ବୋଲି କହୁଅଛି। So I want to remind you, say, let another praise you, not your own lips. This is what I am telling you to remind you. Foolish always praise himself, not a wise.